ମାଛଟାକୁ ଭାଜିବୁ। ଭାଜିକି ଆଜି ମାଛ ଝୋଳ ହବ। ଫାଇନାଲି ସାଙ୍ଗମାନେ ଆମେ ଷ୍ଟାର୍ଟ କରିଦେଲୁ, ଦେଖିପାରୁଥିବେ। ଦେଖନ୍ତୁ ଆଳୁ ପକେଇଦେଲୁ। ତ ସାଙ୍ଗମାନେ ଦେଖିପାରୁଥିବେ ଆମେ ମାଛ ଦେଇଦେଲୁ। ଦେଖନ୍ତୁ ଏଇ ସବୁ ମାଛ ଦେଇଦେଲୁ, ଦେଖନ୍ତୁ। ତ ଫାଇନାଲି ସାଙ୍ଗମାନେ ଆମର ରୋଷେଇ ପୁରା କମ୍ପ୍ଲିଟ୍, ଦେଖିପାରୁଥିବେ। ତାପରେ ତ ଫାଇନାଲି ସାଙ୍ଗମାନେ ଆମେ ଖାଇବାକୁ ବସିଗଲୁ। ହ୍ୟାଲୋ ଗାଇସ୍, ଜୟ ଜଗନ୍ନାଥ। ଆପଣମାନେ କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ଭଲ ଥିବେ। ତ ସାଙ୍ଗମାନେ ଆଜି ହେଉଛି ଆମ ସଣ୍ଡେରେ ଛୁଟି ଅଛି। ଆଜି ସଣ୍ଡେରେ ଆମେ କ'ଣ ଆଜି ରୋଷେଇ କରିବୁ ତ ଆପଣମାନଙ୍କୁ ଦେଖେଇବୁ। ତ ମୋ ଚ୍ୟାନେଲରେ ସାଙ୍ଗମାନେ ଆଜି ଯିଏ ନୂଆ ଅଛନ୍ତି ତ ଚ୍ୟାନେଲଟାକୁ ସବସ୍କ୍ରାଇବ କରିଦେବେ ଆଉ ଲାଇକ୍ କରିଦେବେ। ତ ଚାଲନ୍ତୁ ସାଙ୍ଗମାନେ ଆଜି କ'ଣ ରୋଷେଇ ହବ। ଆଜି ମାଛ ଆଜି ଆଣିଛୁ, ଦେଖିପାରୁଥିବେ। ତ ସାଙ୍ଗମାନେ ଦେଖନ୍ତୁ ଏଠି ମାଛ ଅଣାହେଇଛି। ଆଜି ମାଛ ଝୋଳ ହବ। ଦେଖନ୍ତୁ ଏଇଟା ହେଉଛି ରୂପଚାନ୍ଦ। ତ ସେପଟରେ ଭାତ ବସିଛି। ଭାତଟା ହେଇଗଲେ ଆମେ ମାଛଟାକୁ ଭାଜିବୁ। ଭାଜିକି ଆଜି ମାଛ ଝୋଳ ହବ। ତ ସାଙ୍ଗମାନେ ଭିଡ଼ିଓରେ ବନି ରହିବେ। ଆଗକୁ କେମିତି କ'ଣ ହଉଛି ଆପଣମାନଙ୍କୁ ଦେଖେଇବୁ। ତ ଫାଇନାଲି ସାଙ୍ଗମାନେ ଆମେ ମାଛ ଭାଜିବାକୁ ବସିଗଲୁ, ଦେଖିପାରୁଥିବେ। ଦେଖନ୍ତୁ କଡ଼େଇରେ ତେଲ ଦେଇଦେଲୁ, ତେଲ ଗରମ ହଉଛି। ଏଠି ମାଛ ଥୁଆ ହେଇଛି, ଭାଜିବୁ ଆକୁ। ତ ସାଙ୍ଗମାନେ ବନି ରହିବେ। ମାଛ ଭାଜିବା ଷ୍ଟାର୍ଟ କରିଦେଲୁ। ତ ସାଙ୍ଗମାନେ ଗୋଟେ ସାଇଡ୍ ହେଇଗଲା, ପଲଟି ଦେବା ଏଥର ଆଉ ଗୋଟେ ସାଇଡ୍। ଅର୍ଡର ନାହିଁ, ସବୁ ଅର୍ଡର କ୍ୟାନ୍ସଲ ହେଇଛି। ଆଉ ଗୋଟେ ସେ ପଲଟି ଦେଲୁ, ସେଇ ହେଇଗଲାଣି। ତ ସାଙ୍ଗମାନେ ଭିଡ଼ିଓ ବନେଇକି ଟୋଟାଲ ଭାଜିକି ଆପଣମାନଙ୍କୁ ଦେଖାଉଛି। ତ ଫାଇନାଲି ସାଙ୍ଗମାନେ ଦେଖିପାରୁଥିବେ ଆମ ମାଛ ଭଜା ସରି ହେଇଗଲାଣି। ଆଉ ଦୁଇଟା ଅଛି, ଦେଖନ୍ତୁ। ଏଇଟା ମୁଣ୍ଡ ଦୁଇଟା ଲାଷ୍ଟ, ଏଇଟା ଭାଜି ଦେଲେ ସରିଯିବ। ଦେଖନ୍ତୁ ଏଠି ଭଜା ହେଇଯାଇଛି, ଦେଖିପାରୁଥିବେ। ପୁରା କମ୍ପ୍ଲିଟ୍ ହେଇଗଲାଣି। ଆଉ ଏ ଦୁଇଟା ଭାଜି ଦେଲେ ସରିଯିବ ଆମର। ତ ସାଙ୍ଗମାନେ ଭିଡ଼ିଓରେ ବନି ରହିବେ। ଆଗକୁ ଆପଣମାନଙ୍କୁ ଦେଖେଇବୁ ରୋଷେଇ କେମିତି କ'ଣ ହେଉଛି। ଫାଇନାଲି ସାଙ୍ଗମାନେ ଆମେ ଷ୍ଟାର୍ଟ କରିଦେଲୁ, ଦେଖିପାରୁଥିବେ। ଦେଖନ୍ତୁ ପିଆଜ ପକେଇଲୁ, ରୋଷେଇ କାମ ଷ୍ଟାର୍ଟ ଆମର। ତ ସାଙ୍ଗମାନେ ପିଆଜ ପୁରା ଜରିଗଲାଣି। ଏଥର ଅଦା ରସୁଣ ପେଷ୍ଟ ପକେଇବା, ଦେଖିପାରୁଥିବେ। ଅଦା ରସୁଣ ପେଷ୍ଟ ପକେଇଦେଲୁ। ତ ସାଙ୍ଗମାନେ ଦେଖିପାରୁଥିବେ ଏଇଭଳିଆ ତ ଆମେ ରୋଷେଇ କରୁଛୁ। ତ ଦେଖନ୍ତୁ ଆଉ ଏପଟେ ଦେଖିପାରୁଥିବେ ଆମର ଆଳୁ କଟା ହେଇଛି, ଆଳୁ ମାଛ ଥୁଆ ହେଇଛି। ତ ଚାଲିଛି ସାଙ୍ଗମାନେ ରୋଷେଇ ଆଉ।
ତ ସାଙ୍ଗମାନେ ଦେଖିପାରୁଥିବେ ଏବେ ପକେଇବା ଲଙ୍କା ଗୁଣ୍ଡ। ତାପରେ ହଳଦୀ ଗୁଣ୍ଡ ପକେଇବା। ତାପରେ ସାଙ୍ଗମାନେ ଜିରା ଗୁଣ୍ଡ ପକେଇବା। ତାପରେ ଗରମ ମସଲା। ତ ସାଙ୍ଗମାନେ କେତେ ଗରମ ହଉଛି ଦେଖିପାରୁଥିବେ ପୁରା। ମୁଁ ପୁରା ଓଦା ହେଇଗଲିଣି, ପୁରା ଝାଳେ ନାଳ ହେଇଗଲିଣି ଦେଖିପାରୁଥିବେ। ଏତେ ଗରମ ହଉଛି ମାନେ ମୁଣ୍ଡ ଖରାପ ଗରମ ହଉଛି। ଟିକେ ସାଙ୍ଗମାନେ ପାଣି ଦେଇଦବା ଟିକେ। ତ ସାଙ୍ଗମାନେ ଏବେ ଟିକେ ଲୁଣ ଦେଇଦବା ଏଥିରେ। ଲୁଣ ଦେଇଦବା। ତ ସାଙ୍ଗମାନେ ମସଲା ଟା କଷିଗଲେ ତାପରେ ଆଳୁ ପକେଇବା ଆଉ। ମସଲା ଟା ଟିକେ ଭଲସେ କଷି ନେବି, କଷିଦେଲା ପରେ ଆଳୁ ପକେଇବା। ମସଲା କଲର ଦେଖିପାରୁଥିବେ। ତ ସାଙ୍ଗମାନେ ଦେଖିପାରୁଥିବେ ମସଲା ପୁରା କଷିକି ରେଡି ହେଇଗଲା, ଏବେ ଆଳୁ ପକେଇବା। ଆଳୁ ପକେଇଦେଲୁ, ଆଳୁ ପକେଇକି ଟିକେ କଷି ଆଣିବା ତାକୁ। ଆଳୁ ପକେଇକି ଟିକେ କଷି ଦେଲେ ତ ସାଙ୍ଗମାନେ ପୁରା କଷିକି ରେଡି ହେଇଗଲା। ଏବେ ପାଣି ଦବା ଆଳୁରେ। ପାଣି ଦେଇଦବା। ଝୋଳ ହବ ସେଇଥିପାଇଁ ପାଣି ଦବାକୁ ପଡୁଛି। ପାଣି ଦେଇଦେଲେ ସାଙ୍ଗମାନେ ଏବେ ଛାଡିଦବା। 10 ମିନିଟ ଖଣ୍ଡେ ଛାଡିଦବା। ତ ସାଙ୍ଗମାନେ ଦେଖିପାରୁଥିବେ ଆମେ ମାଛ ଦେଇଦେଲୁ, ଦେଖନ୍ତୁ। ଏଇ ସବୁ ମାଛ ଦେଇଦେଲୁ ଦେଖନ୍ତୁ। ଦେଖିପାରୁଥିବେ। ଆଉ ପାଞ୍ଚ ମିନିଟ ଖଣ୍ଡେ ଲାଗିବ ରେଡି ହବା ପାଇଁ। ତ ଚାଲନ୍ତୁ। ତ ସାଙ୍ଗମାନେ ଭିଡିଓରେ ବନି ରହିବେ, ଆଗକୁ ଆପଣ ମାନଙ୍କୁ ପୁରା କମ୍ପ୍ଲିଟ ହେଲେ ଆପଣ ମାନଙ୍କୁ ଦେଖେଇବୁ। ତ ଚାଲନ୍ତୁ ଭିଡିଓରେ ବନି ରହିବେ। ତ ଫାଇନାଲି ସାଙ୍ଗମାନେ ଆମର ରୋଷେଇ ପୁରା କମ୍ପ୍ଲିଟ ଦେଖିପାରୁଥିବେ। ତାପରେ ଗରମ ମସଲା ଦେଇଦେଲୁ, ପୁରା ରେଡି ହେଇଗଲା ଦେଖନ୍ତୁ। ପୁରା କେମିତି କଲର ଦେଖା ଯାଉଛି ଦେଖନ୍ତୁ। ପୁରା କମ୍ପ୍ଲିଟ ଦେଖିପାରୁଥିବେ। ତ ଫାଇନାଲି ସାଙ୍ଗମାନେ ଆମେ ଖାଇବାକୁ ବସିଗଲୁ। ଏଇଟା ହେଉଛି ରୂପଚାନ୍ଦ, ଆଉ ଏଇଟା ଆଳୁ ରସା। ତ ଫାଇନାଲି ସାଙ୍ଗମାନେ ଆମର ରୋଷେଇବାସ ପୁରା କମ୍ପ୍ଲିଟ୍ ହେଇଗଲା। ଆପଣମାନଙ୍କୁ ପୁରା ପ୍ରୋସେସ୍ ଦେଖେଇଲୁ। ଏବେ ରୋଷେଇ ସାରିକି ଖାଇ ପିଇକି ଏବେ ଆସିଗଲୁ। ତ ସାଙ୍ଗମାନେ ଆମ ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ଜଣାଇବ। ଆଉ ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିଦେବ। ତ ପୁଣି ଦେଖା ହେବ ସାଙ୍ଗମାନେ ନେକ୍ସଟ ଭିଡ଼ିଓରେ। ତ ଚାଲନ୍ତୁ।